ଦେବସ୍ନାନ ପୂର୍ଣ୍ଣିମାରେ ଜଳ ବାଣ୍ଟିଲେ ଜଗବନ୍ଧୁ। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଅସହ୍ୟ ଗୁଳିଗୁଳିକୁ ଆଖି ଆଗରେ ରଖି ପଦ୍ମବନ ପୀଠକୁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତଙ୍କ ନିମନ୍ତେ କଟକ ସଦର ନିର୍ବାଚନ ମଣ୍ଡଳୀର ନେମାଳ ଗ୍ରାମ ପଞ୍ଚାୟତର ମାଳିଗାଁର ଯୁବ ଉଦ୍ୟୋଗପତି ଜଗବନ୍ଧୁ ବେହେରା ଏକ ଜଳଦାନ ଶିବିରର ଆୟୋଜନ କରିଥିଲେ। ଶ୍ରୀଯୁକ୍ତ ବେହେରା ନିଜ ପ୍ରତିଷ୍ଠାନ ପକ୍ଷରୁ ଦୀର୍ଘ 6 ବର୍ଷ ଧରି ପ୍ରତ୍ୟେକ ଦେବସ୍ନାନ ପୂର୍ଣ୍ଣିମାରେ ମାଳିଗାଁ ଛକଠାରେ ଏହି ମହତ କାର୍ଯ୍ୟ କରିଆସୁଛନ୍ତି। ଏହି ଜଳଦାନ ଶିବିରରେ ଗ୍ରାମର ବହୁ ଉଦୟମାନ ଯୁବକ ଓ ବ୍ୟକ୍ତିବିଶେଷ ଜଗବନ୍ଧୁଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଉଥିବାର ଦେଖିବାକୁ ମିଳିଥିଲା। ଏହି ଶିବିରରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଜଗବନ୍ଧୁ ଏଭଳି କାର୍ଯ୍ୟ ଆଗାମୀ ଦିନରେ ଜାରି ରଖନ୍ତୁ ବୋଲି ସାଧୁବାଦ ଜଣାଇଥିଲେ। ଏହି କାର୍ଯ୍ୟକୁ ଯାତାୟାତ କରୁଥିବା ବାଟୋଇଙ୍କ ସହିତ ଅଞ୍ଚଳର ବୁଦ୍ଧିଜୀବୀମାନେ ଭୂୟସୀ ପ୍ରଶଂସା କରିଛନ୍ତି। ମୋ ନାଁ ହେଉଛି ଉଦୟନାଥ ପାତ୍ର। ଆମର ତ ପ୍ରତିବର୍ଷ ଏମିତି ପାଣି ଦିଆଯାଉଛି, ବୁଝିଲେ କି। ଆଉ ସିଏ ଆମ ଜଗା ହବୁ ଯେ ସିଏ ଦେଉଛନ୍ତି ପାଣି ତାଙ୍କର ପଞ୍ଚାୟତର, ଆଉ ଲୋକମାନଙ୍କୁ ଭଲ ମନ୍ଦ ତାଙ୍କର ଖାଇବା ପିଇବା ଭଲ ମନ୍ଦ ଦେଉଛନ୍ତି, ଆଉ ଏଇ ଡ୍ରେସ୍ ପତ୍ର ଦେଉଛନ୍ତି, ଆଉ ଏମିତି ସିଏ ପାଣି ଛତ୍ର ଦେଉଛନ୍ତି। ଜଗନ୍ନାଥ 7ଟାରୁ ଆରମ୍ଭ ହେଇଛି, ସନ୍ଧ୍ୟା 7ଟା ଯାକେ। ସବୁ ମସଲା ମସଲି ସବୁ ପଡୁଛି। ଆଉ ଏଇ ଦେଖନ୍ତୁ ବଢିଆ ଆମର ଦହି ପାଣି ଦିଆଯାଉଛି, ବହଳିଆ ବଳିଆ ହେଇଛି, ବୁଝିଲେ କି। ଆଉ ଭଲ ଦହି ସମସ୍ତେ ଭଲ କହୁଛନ୍ତି। ଆଉ ଏଠୁ ତମେ ପିଇକି ଯିବ, ନେମାଳରୁ ବୁଲିକି ଆସିବ, ଆଉ ଭୋକ କରିବନି, ଏଭଳିଆ ଦିଆଯାଉଛି, ବୁଝିଲେ କି। ହଁ। ନିରଞ୍ଜନ ବେହେରା ଘର ମାଳିଗାଁ। ଏ ଜାଗାରେ ଆମର ପ୍ରତିବର୍ଷ ଅଛି, 6 ବର୍ଷ ହେଲାଣି ଚାଲିଛି ଅନୁଷ୍ଠାନଟା। ଜଗବନ୍ଧୁ ଦ୍ୱାରା ବହୁତ ସହଯୋଗ କରୁଛନ୍ତି, ଆମେମାନେ ସହଯୋଗ କରି ଏ ଅନୁଷ୍ଠାନଟା ଚଲେଇଛୁ। ଯେତେ ପାଣି ପିଇବା କଥା ଯାତ୍ରା ହେଇପାରୁଛି, ସେଇଟା ମୁଁ ରଖୁଛି। ଆୟୋଜନ ସେମିତି ଅନଲିମିଟେଡ୍, ସେମିତି କିଛି ନାହିଁ, ସକାଳ ସନ୍ଧ୍ୟା ଯାକେ ଚାଲିବ। ଏ ଜଳ ଆମକୁ ବହୁତ ଖୁସି ଲାଗୁଛି। ଆମ କୁଆଡ଼େ କିଛି ଯିବାର ନାହିଁ, ଏଇ ଟାଇମ୍ ଦେଉଛୁ ସକାଳ ସନ୍ଧ୍ୟା ଯାକେ। କାଲିଠାରୁ ରାତି ସାରା ଅନିଦ୍ରା ହେଇକି କାମ କରୁଛୁ। ମୁଁ ହେଲି ମାଳିଗାଁର ଜଗବନ୍ଧୁ ବେହେରା। ମୋର ବ୍ୟବସାୟ ହେଉଛି କଟକ। ଜଗବନ୍ଧୁ ଇଣ୍ଟରଭାଇଜ୍ କହିଲେ ତାକୁ ବୁଝେ। ଏଇ ତ ଆମର ମୋର ଗାଁର ଅନୁଷ୍ଠାନ, ଠାକୁରଙ୍କର ମହାପୁରୁଷ ସ୍ନାନଙ୍କର ଆଜି ଜ୍ୟେଷ୍ଠ ପୂର୍ଣ୍ଣିମା, ସେଥିପାଇଁ ମୁଁ ଅନୁଷ୍ଠାନଟି କରେ। ଜଳଛତ୍ର ଦହି ଛେରା ହୁଏ, ଆଜି 6 ବର୍ଷ ହେଲା ହେଉଛି। 6 ବର୍ଷ ହବ। କେତେ ସମୟ ପାଇଁ କେତେ ଲୋକଙ୍କ ପାଇଁ ଆୟୋଜନ କରୁଛନ୍ତି? ସେମିତି ଚାଲିବ, ସକାଳ 6:30ରୁ ଚାଲିବ ସନ୍ଧ୍ୟା 6:30 ଯାଏଁ। କଟକ ନିଶନ୍ତ କୋଇଲରୁ ଅମିତାଭ ମହାପାତ୍ରଙ୍କ ରିପୋର୍ଟ, ନ୍ୟୁଜ୍ 7।